ଆମ ଓଡ଼ିଶାର ଗର୍ବ ଏବଂ ଗୌରବ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଆଜି ଯଦି ସାରା ଓଡ଼ିଶାବାସୀ ଗର୍ବର ସହ ମୁଣ୍ଡ ଉଚ୍ଚା କରି ଚାଲୁଛନ୍ତି, ତାହା ପଛରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି। ଆମେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଓ ପୁରୀ ମନ୍ଦିରକୁ ନେଇ ଅନେକ କାହାଣୀ ଏବଂ ବାର୍ତ୍ତାଳାପ ଶୁଣିଛନ୍ତି। ଯଦି ମୁଁ ସବୁ କଥା କହିବି ତାହେଲେ ଭିଡ଼ିଓ ବହୁତ ଲମ୍ବା ହୋଇଯିବ, ତେଣୁ ମୁଁ ସ୍ୱଳ୍ପ ଆକାରରେ ଭିଡ଼ିଓ ଦେଖାଉଛି। ଦର୍ଶକ ବନ୍ଧୁ, ଆମେ ଜାଣିଛନ୍ତି ପ୍ରଭୁ ଜଗନ୍ନାଥଙ୍କର ନବକଳେବର ହୁଏ, ଯେଉଁଥିରେ ପ୍ରଭୁ ଜଗନ୍ନାଥଙ୍କର ପୁରୁଣା ବିଗ୍ରହକୁ ମାଟିରେ ପୋତାଯାଏ ଏବଂ ନୂତନ ବିଗ୍ରହ ତିଆରି କରାଯାଏ। ହେଲେ ଆମ ମନରେ ଅନେକ ସମୟରେ ପ୍ରଶ୍ନ ଆସେ, ପ୍ରଭୁ ଜଗନ୍ନାଥଙ୍କୁ ମାଟିରେ ପୋତାଯିବା ବେଳର ଦୃଶ୍ୟ ଯଦି ଆମେ ଦେଖିପାରନ୍ତୁ ତାହେଲେ ବହୁତ ଭଲ ହୁଅନ୍ତା। ଯଦି ଏ ଭାବନା ଆପଣମାନଙ୍କ ମନରେ ଆସୁଛି ତାହେଲେ ଭିଡ଼ିଓକୁ ପୁରା ଦେଖନ୍ତୁ। ଦର୍ଶକ ବନ୍ଧୁ, ଆମେ ଜାଣିଛନ୍ତି ଜଗନ୍ନାଥଙ୍କୁ ମନ୍ଦିରଠାରୁ କିଛି ଦୂରରେ ପୋତାଯାଏ, ଯେଉଁ ସ୍ଥାନକୁ ଆମେ ବହୁତ ଦୂରରେ ଥାଇ ଦେଖନ୍ତି ଓ ଅନେକ କଥା ମଧ୍ୟ ଶୁଣିଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ପୋତାଯିବା ପରେ ରାତି ସମୟରେ ପ୍ରଭୁ ଜଗନ୍ନାଥ ସେ ସ୍ଥାନରୁ କୁଆଡ଼େ ଯାଆନ୍ତି ନାହିଁ। ନବବିଗ୍ରହରେ ଯେତେ ପର୍ଯ୍ୟନ୍ତ ବ୍ରହ୍ମ ନ ଲାଗିଛି ସେତେ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ସେ ସ୍ଥାନରେ ଥାଆନ୍ତି ଏବଂ ବ୍ରହ୍ମ ଲାଗିବା ପରେ ସେ ନୂତନ ବିଗ୍ରହରେ ପ୍ରବେଶ କରନ୍ତି। ଦର୍ଶକ ବନ୍ଧୁ, କିଛି ଦିନ ହେବ ଦେଖୁଥିବେ ମୁଁ ଛୋଟ ଛୋଟ ଭିଡ଼ିଓ ଆମ ଚ୍ୟାନେଲରେ ପୋଷ୍ଟ କରୁଛି, ଯାହାଫଳରେ ମୋ ଭିଡ଼ିଓ ରିଚ୍ ଡାଉନ୍ ହୋଇଗଲାଣି। ତା ସହ ମୋ ପ୍ରତ୍ୟେକ ଭିଡ଼ିଓରେ $1 ଲାଗିଯାଉଛି, ତେଣୁ ଭ୍ୟୁ ଆସୁନି। ଦର୍ଶକ ବନ୍ଧୁ, ଭିଡ଼ିଓକୁ ପୁରା ଦେଖନ୍ତୁ ଆଉ ସେୟାର କରନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ ଆପଣ କେଉଁ ପ୍ରକାର ଭିଡ଼ିଓ ଏ ଚ୍ୟାନେଲରେ ଦେଖିବାକୁ ଚାହୁଁଛନ୍ତି। ମୁଁ ବହୁତ ଶୀଘ୍ର ଲଙ୍ଗ୍ ଭିଡ଼ିଓ ଏ ଚ୍ୟାନେଲରେ ପୋଷ୍ଟ କରିବି ଓ ଆପଣ ଯଦି ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ତାହେଲେ ତଳେ ପ୍ରଭୁ ଜୟ ଜଗନ୍ନାଥ ଲେଖନ୍ତୁ।